हरे कृष्ण प्रभु दंडवत। ତ ଆମେ ଶ୍ରବଣ କରୁଥିଲେ ହରିନାମର ମହିମାରେ କି ଯେତେବେଳେ ଆମେ ମନ ସହିତ ଅଧିକ ସଂଘର୍ଷ କରିକି ଭଗବାନଙ୍କର ନାମ ଶ୍ରବଣ କରିବା ପାଇଁ ଯାଆନ୍ତି, ସେତେବେଳେ ମନ ମଧ୍ୟ ଅଧିକ ପ୍ରତିସ୍ପର୍ଦ୍ଧା ପୂର୍ଣ୍ଣ ହୁଏ। ଅର୍ଥାତ୍ ମନ ମଧ୍ୟ ଫାଇଟ୍ କରେ କି ନାଇଁ ନାଇଁ, ଆମେ ଯେତେ ତାକୁ ପ୍ରେସ୍ କରିବା ସେ ସେତେ ଅଧିକ ଆମକୁ ଚେଷ୍ଟା କରିବ ଆମର ଦୃଷ୍ଟି ଆକର୍ଷଣ କରିବା ପାଇଁ। ତେଣୁ ସେଥିପାଇଁ ଆମକୁ ନିଶ୍ଚୟ ଭାବରେ ଭଗବାନଙ୍କର ନାମ ଜପ କରିବା ପୂର୍ବରୁ ପୂର୍ଣ୍ଣ ରୂପେ ନିଜର ସ୍ଥିତିରେ ପୁନଃ ପ୍ରତିଷ୍ଠିତ ହବାର ଅଛି। ବାରମ୍ବାର ଆମେ ନିଜକୁ ସଚେତନ କରାଇବାର ଅଛି କି ଭଗବାନଙ୍କ ନାମ ଶୁଣିବା ବ୍ୟତୀତ ଅଲଗା ମନରେ କୌଣସି ଜିନିଷ କରିବାର ନାହିଁ। ଧ୍ରୁବ ମହାରାଜଙ୍କୁ ଛୋଟ ଯେତେବେଳେ ଥିଲେ, ଧ୍ରୁବ ମହାରାଜଙ୍କୁ ତାଙ୍କର ମା, ବଡ ମା ତାଙ୍କୁ କୋଳରେ ବସେଇଲେନି। ତାଙ୍କର ସ୍ୱାମୀଙ୍କର କୋଳରେ, ଅର୍ଥାତ୍ ଧ୍ରୁବ ମହାରାଜଙ୍କର ପିତାଙ୍କ କୋଳରେ ବସିବା ପାଇଁ ବାରଣ କଲେ। ତ ଗୋଟେ ଛୋଟ ପିଲାଟେ, 5 ବର୍ଷର ଆୟୁଷର ପିଲା, ତେଣୁ ତାକୁ କେମିତି ଲାଗୁଥିବ, ତା ବାପାଙ୍କ କୋଳରେ ତାକୁ ବସେଇଲେନି। ତ ଆମେ ବି ଦୁନିଆରେ ଯେତେବେଳେ ବଞ୍ଚୁଛେ, ଯେତେବେଳେ ସଂଘର୍ଷ ନିଶ୍ଚୟ କରୁଛେ, କାହିଁକି ସଂଘର୍ଷ କରୁଛେ? ଆମେ ଚାହୁଁଛେ ଅନ୍ୟମାନେ ଆମକୁ ଭଲ ପାଆନ୍ତୁ, ଅନ୍ୟମାନେ ନିଶ୍ଚୟ ଭାବରେ ଆମକୁ କେୟାର କରନ୍ତୁ, ଆମର ଆଧ୍ୟାତ୍ମିକ ଭୌତିକ ଜୀବନକୁ ସୁରକ୍ଷିତ କରନ୍ତୁ, ଗ୍ୟାରେଣ୍ଟି ବାଲା ଜିନିଷ। କିନ୍ତୁ ଭକ୍ତି ମାର୍ଗରେ ଯେତେବେଳେ ଆମେ ଆସୁଛେ, ତ ଆମେ ଗୋଟେ ଜିନିଷ କେୟାରଫୁଲି ଆଭଏଡ କରିବା ପାଇଁ ଚାହାନ୍ତି, ନୋ ମେଟେରିଆଲ ଡିଷ୍ଟ୍ରାକ୍ସନ। କିନ୍ତୁ ଆଧ୍ୟାତ୍ମିକ ଜଗତରେ ମଧ୍ୟ ଆମେ ଆସିଲା ପରେ ଆମେ ପୁନଃ এই ଭୌତିକ ଆସକ୍ତିର ଇମ୍ପ୍ରେସନ ପଡିଯାଏ। ଆମେ ଚାହାନ୍ତି ସବୁ ସମୟରେ କଣ, ଆମକୁ ଭଲ ସୁବିଧା ମିଳୁ ଯାହା ମାଧ୍ୟମରେ ଆମେ ଭଗବାନଙ୍କର ଭଜନ କରିପାରିବା। କିନ୍ତୁ ଭଗବତ ଗୀତାରେ କୁହାଯାଇଛି, ଇଣ୍ଟ୍ରୋଡକ୍ସନରେ ପ୍ରଭୁପାଦ କହିଛନ୍ତି, ଈଶ୍ୱର, ଜୀବ, କାଳ, କର୍ମ, ପ୍ରକୃତି, 5ଟି ମୁଖ୍ୟ ବିଷୟ ଯାହା ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି। ତ ୟା ଭିତରେ ଈଶ୍ୱରଙ୍କ ବ୍ୟତୀତ ଅନ୍ୟ ସମସ୍ତ ବସ୍ତୁ, ତାପରେ ଅନ୍ୟ ସମସ୍ତ ଯାହା ରହିଲା 4ଟି ଜିନିଷ ନିଶ୍ଚୟ ଭାବରେ ସ୍ୱତନ୍ତ୍ର ନୁହନ୍ତି। ତ ପୂର୍ବ ଜନ୍ମର କର୍ମ, ଅର୍ଜିତ କର୍ମର ଫଳ ସ୍ୱରୂପ ଆମକୁ ଏଇ ଜନ୍ମରେ କିଛି ବି ଭୌତିକ ସଂସାଧନ ମିଳିଥାଏ। ଆମେ ଚେଷ୍ଟା କରନ୍ତି ସେଥିରେ ଭକ୍ତି କରିବା ପାଇଁ, କିନ୍ତୁ କୃଷ୍ଣ ଏକ ଶରଣ ଯେତେବେଳେ ହବ, ଏକାନ୍ତିକ ଭକ୍ତି କରିବା ପାଇଁ କୌଣସି ଜିନିଷର ଆବଶ୍ୟକତା ନାହିଁ, କେବଳ ଗୋଟେ ସମର୍ପିତ ହୃଦୟର ଆବଶ୍ୟକତା ଅଛି। ଭଗବାନ କୁହନ୍ତି, ପତ୍ରଂ ପୁଷ୍ପଂ ଫଲଂ ତୋୟଂ ୟୋ ମେ ଭକ୍ତ୍ୟା ପ୍ରୟଚ୍ଛତି। ଭଗବାନ ସେହି ଭକ୍ତି ଉପହାର ପ୍ରଦାନ କରନ୍ତି। ଉପହାର ମାନେ ଗିଫ୍ଟ। ଯେତେବେଳେ ଗୋଟେ ଜୀବ ଭଗବାନଙ୍କୁ ସମର୍ପିତ ହୃଦୟରେ କିଛି ଅର୍ପଣ କରେ, କୃଷ୍ଣ ସିଜ୍ ଇଣ୍ଟେନସନ ମୋର ଦ୍ୟାନ ଆକ୍ସନ। ଭଗବାନ ଆମର ଉଦ୍ଦେଶ୍ୟ ଦେଖନ୍ତି। ଆମେ ଭୌତିକ ଜଗତରେ ଯେତେବେଳେ ଭକ୍ତି କରୁଛେ, ନିଶ୍ଚୟ ସଂଘର୍ଷ ପୂର୍ଣ୍ଣ, କିନ୍ତୁ ସାଧୁଗୁରୁ ବୈଷ୍ଣବ ଶାସ୍ତ୍ର ଏମାନେ କଣ କରନ୍ତି, ସୂକ୍ଷ୍ମରୁ ସୂକ୍ଷ୍ମତର ଯାହା ଭୌତିକ ଇଚ୍ଛା ର ମୂଳୋତ୍ପାଟନ କରନ୍ତି। ଭକ୍ତି ଜୀବନରେ ଆମର ମ୍ୟାଚୁରିଟି କହିଲେ, ବିଶେଷ କରିକି ଆମର ଭଗବାନଙ୍କ ପ୍ରତି ଭଲ ପାଇବା କେବଳ ଗୋଟିଏ ଜିନିଷ ନୁହେଁ, ଭଗବାନଙ୍କର ସମ୍ବନ୍ଧିତ ଯେ କୌଣସି ଜିନିଷକୁ ଠିକ ମନୋଭାବରେ ସେ ସବୁ ଜିନିଷକୁ ଆମେ ଭଲ ପାଇବା, ସେ ସବୁ ଜିନିଷର ଯତ୍ନ ନେବା, ସେ ସବୁ ଜିନିଷର ପ୍ରସନ୍ନତା ପାଇଁ, ସେ ବ୍ୟକ୍ତି ଯଦି ହଉଛନ୍ତି ତ ସେ ସବୁ ଜିନିଷର ପ୍ରସନ୍ନତା ପାଇଁ ଆମେ କେତେ ତ୍ୟାଗ କରିବା। ଭଗବତ ଗୀତାରେ ମଧ୍ୟ କୁହାଯାଇଛି, ତ୍ୟାଗାତ୍ ଶାନ୍ତି ଅନନ୍ତରମ୍। ଅନନ୍ତ ଶାନ୍ତି ପ୍ରାପ୍ତ ହବ ଯେତେବେଳେ ଆମେ ତ୍ୟାଗର ମନୋଭାବ ନେଇକି ସେବା କରିବା। ଜୀବନର କେବଳ ଗୋଟିଏ ଉତ୍ସ ଭକ୍ତ ମାନଙ୍କ ପାଇଁ, ଜୀବନର କେବଳ ଗୋଟିଏ ହିଁ ଆଶାର ଆଲୋକ କି କୃଷ୍ଣ, ଏବଂ ଗୋଟିଏ ହିଁ ଉତ୍ସ ଜୀବନ ଧାରଣ କରିବାର କୃଷ୍ଣ, ଏବଂ ଗୋଟିଏ ହିଁ ଲକ୍ଷ୍ୟ କୃଷ୍ଣ। କିନ୍ତୁ ଆମେ ଯେତେବେଳେ ଗଜେନ୍ଦ୍ରଙ୍କ କଥା ବି ଶ୍ରବଣ କରୁଛେ, ସଂସାର ଜଳ ମଧ୍ୟରେ, ଭବସାଗର ମଧ୍ୟରେ ପଡିକି ମଧ୍ୟ ଗଜେନ୍ଦ୍ରଙ୍କର ଆକୁଳ ନିବେଦନ ଥିଲା, ପ୍ରାର୍ଥନା ଥିଲା, ପ୍ରଥମରେ ସେ ଚେଷ୍ଟା କରିଥିଲେ ଡାକିବା ପାଇଁ ଭଗବାନଙ୍କୁ, ଭଗବାନ ହେ କୃଷ୍ଣ, ସରି କୃଷ୍ଣ ବୋଲି କହୁନଥିଲେ, ଭଗବାନ ବୋଲି ଜାଣିଥିଲେ, ଭଗବାନଙ୍କର ନାମ ବି ଭୁଲି ଯାଇଥିଲେ। ଜୟ ଭଗବାନ, ଆପଣ ମତେ ଏଇ
ନକ୍ର ଅର୍ଥାତ୍ କୁମ୍ଭୀର ର ଦାଉରୁ ରକ୍ଷା କରନ୍ତୁ। ତ କିଛି ସମୟ ପରେ ପୁନଃ ପ୍ରାର୍ଥନା କଲେ, କୃଷ୍ଣ ମତେ ଆପଣ ଏଇ ଜଡ ଶରୀରରୁ ଉଦ୍ଧାର କରନ୍ତୁ। ତ ଜୀବ ଯେତେ ତୀବ୍ର ରୂପରେ ଭୌତିକ ସଂସାର ଭିତରେ ପଡି ଯାଇଥିବ, ସେତେ ତୀବ୍ର ରୂପରେ ତାର ପ୍ରାର୍ଥନା ହବା ଦରକାର। ବହୁ ଜନ୍ମେ କରି ପ୍ରୟାସ, ବହୁ ଜନ୍ମରେ ପ୍ରୟାସ କରିକି କୃଷ୍ଣ ପ୍ରେମ ଧନ ଏମିତି ମିଳେନି। ଆଉ ଭଗବାନଙ୍କର ପ୍ରେମ ଧନର ଗୋଟିଏ ବିନ୍ଦୁ ଯଦି ଆମକୁ ପ୍ରାପ୍ତ ହବ, କୌଣସି ବି ବ୍ୟକ୍ତି ଧାରଣ କରିବାର ସେତିକି ଆନନ୍ଦ ଧାରଣ କରିପାରିବ ନାହିଁ ସ୍ୱାଭାବିକ ରୂପରେ। ତେଣୁ ବହୁ ଜନ୍ମ ଆମେ ତପସ୍ୟା କରୁଛେ, ମାନେ ଚେଷ୍ଟା କରୁଛେ, କିନ୍ତୁ ଭଗବାନଙ୍କ ପ୍ରତି ଭଲ ପାଇବା ଠିକ ରୂପେ ପ୍ରଦର୍ଶିତ ହୋଇପାରୁନି। କାହିଁକି ନା ଆମ ହୃଦୟରେ ମାନେ unspoken obstacle in path of devotion, unspoken obstacle in the path of devotion, ଭକ୍ତି ମାର୍ଗରେ କିଛିଟା ଅନର୍ଥ ଅଛି ଯୋଉ ଅନର୍ଥକୁ ଆମେ ଟ୍ରାସ୍ ବି କରିପାରନ୍ତିନି। ତେଣୁ ସେଥିପାଇଁ ସ୍ୱତନ୍ତ୍ର ରୂପରେ ଆମକୁ ସଚେତ ହବାର ଅଛି କି ନାହିଁ, ମତେ ଯଦି ଭଗବାନଙ୍କୁ ଏକାନ୍ତ ଶରଣ କରିବି, ଏକାନ୍ତ ଆଶ୍ରୟ କରିବି, ତାହେଲେ ମତେ ଗୋଟିଏ ପରେ ଗୋଟିଏ ଅନର୍ଥକୁ ନିର୍ବାପନ କରିବାର ଅଛି। କିନ୍ତୁ ବହୁ ସମୟରେ ପ୍ରଭୁପାଦ ଲେଖିଛନ୍ତି ଭଗବତ ଗୀତାର ତାତ୍ପର୍ଯ୍ୟରେ କି ଯେତେବେଳେ ଜୀବ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ ମାର୍ଗରେ କନଫ୍ଲିକ୍ଟ ପାଏ, ତାପରେ ଗୋଟେ ମାର୍ଗରେ ବି ସେ ବହୁତ କିଛି କନଫ୍ଲିକ୍ଟ ପାଏ, କାହିଁକି ନା ଆମ ହୃଦୟ ସ୍ୱତନ୍ତ୍ର ରୂପେ ସ୍ୱଚ୍ଛ ନୁହେଁ, ସ୍ୱତନ୍ତ୍ର ରୂପେ ଟ୍ରାନ୍ସପାରେଣ୍ଟ ନୁହେଁ। ତେଣୁ ସେଥିପାଇଁ ଆମ ହାର୍ଟ ରେ ବାରମ୍ବାର କନଫ୍ଲିକ୍ଟ ଆସେ। ଆମକୁ ଆମେ ଏକ୍ସପେକ୍ଟ କରନ୍ତି ଭଗବାନଙ୍କୁ ଭଲ ପାଇବା ପାଇଁ, କିନ୍ତୁ କୌଣସି ନା କୌଣସି ଉପାୟରେ ଆମେ ପୁନଃ ସେ ଇଚ୍ଛାକୁ ରୂପାନ୍ତରଣ କରିପାରନ୍ତିନି ବାସ୍ତବତା ସାଙ୍ଗରେ। ତେଣୁ ସେଥିପାଇଁ ଏହା କୌଣସି ଏଇ ବିଷୟ ନୁହେଁ, ହାଲକା ନବାର ବିଷୟ ନୁହେଁ, କିନ୍ତୁ ପ୍ରତ୍ୟେକ ଦିନ ଆମେ ଭଗବାନଙ୍କ ପାଇଁ କାନ୍ଦିବା ଦରକାର। ତାହେଲେ ମାୟା ଜଗତର ଯେକୌଣସି ପ୍ରଭାବଶାଳୀ, ଆମେ କହୁଛେ ମନର ଦେବତୁଲ୍ୟ ଶକ୍ତି ଅଛି, ଯେକୌଣସି ପ୍ରଭାବଶାଳୀ ପରିସ୍ଥିତି ସହିତ ପରିସ୍ଥିତିରେ ଆମେ କାନ୍ଦିବାକୁ ପଡିବନି, କୃଷ୍ଣଙ୍କ ସହିତ ଆମେ କାନ୍ଦି ପାରିବା। ତ ପ୍ରପର ଅଣ୍ଡରଷ୍ଟାଣ୍ଡିଂ ଆମକୁ ଡେଭଲପ କରିବାର ଅଛି, ତାକି ଯେତେବେଳେ ଆମେ ଯେତେବେଳେ ଆମେ ଭୌତିକ ସଂସାରରୁ ବିରକ୍ତ ହଉଛନ୍ତି, ତ କୋଉ ମନୋଭାବରେ ବିରକ୍ତ ହବା ଦରକାର। ମୋର ମନେ ଅଛି, ମୋର କାଉନସିଲର ମତେ ପଚାରିଲେ ବହୁତ ବର୍ଷ ପୂର୍ବରୁ, 3-4 ବର୍ଷ ପୂର୍ବରୁ ପଚାରିଲେ, ତମେ ବ୍ରହ୍ମଚାରୀ କାହିଁକି ହବାକୁ ଚାହୁଁଛ? ତ ବହୁତ ଗୁଡା ଅପସନ ଅଛି, କି କହିପାରିବେ ମେଟେରିଆଲ ୱାର୍ଲଡ ବହୁତ ଫୁଲ ଅଫ ସଫରିଂ, କିନ୍ତୁ ସବୁବେଳେ ଗୋଟିଏ ଆନ୍ସର ଉତ୍ତରରେ ରହିବା ଦରକାର କି ମତେ କୃଷ୍ଣଙ୍କୁ ଭଲ ପାଇବାର ଅଛି। ସେ କୃଷ୍ଣଙ୍କୁ ଭଲ ପାଇବା, ତା ଦୁନିଆରେ ସମସ୍ତ ଭଲ ପାଇବା ତାଙ୍କ ପାଖରେ ଉପସ୍ଥିତ ହେଇଯିବ। ଜସ୍ମିନ୍ ତୁଷ୍ଟେ ଜଗତ ତୁଷ୍ଟେ। ତ ଆସନ୍ତୁ ଆମେ ସେ ଭଲ ପାଇବାର ଗୋଟିଏ ମୁଖ୍ୟ ନିଦର୍ଶନ ଭଗବାନଙ୍କର ନାମକୁ ପୁନଃ ସ୍ମରଣ କରିବା। ଧୀରେ ଧୀରେ ଆମକୁ ସବୁବେଳେ ଭାବିବାର ଅଛି, ତାପରେ କଣ୍ଟେମ୍ପଲେଟ କରିବାର ଅଛି କି ମୋ ଜୀବନର ବାସ୍ତବ ଲକ୍ଷ୍ୟ ଆଡକୁ ମୁଁ ଯାଉଛି ତ, ନା ମୁଁ କିଛି ଏଇଭଳି ପ୍ରୟାସ କରୁଛି ଯେ ପ୍ରୟାସ ମତେ ପ୍ରତିହତ କରୁଛି। ଠିକ ଅଛି, हरे कृष्ण। श्रील प्रभुपाद की जय, अनंत कोटि वैष्णव की जय। वैष्णव प्रणाम मंत्र, वैष्णव माने वांछा कल्पतरु सतुष्ट समाश्रय दयाल सागर पतित जीवन का उद्धार कर दैनंदिन जीवन रे ज्ञात व अज्ञात सर्व अधिगुण साधु गुरु वैष्णव तरे अपराध होता है, ताले प्रातः मुहूर्त समान चरण कमल रखना पड़ता। वंशाकल्पतरोर्वश्य कृपा सिन्धुभ्येव च पतितानं पावनेभ्यो वैष्णवेभ्यो नमो नमः। अनंत कोटि वैष्णव की जय। जगत गुरु श्रील प्रभुपाद की।